ରାତିରେ ହୋମଗାର୍ଡ ଡ୍ୟୁଟି। ସନ୍ଧ୍ୟା ହେଲେ ଠେଲା ଧରି ବାହାରି ଯାଆନ୍ତି ଗୁପଚୁପ୍ ଆଉ ମୁଢ଼ି ବିକିବାକୁ। ହୋମଗାର୍ଡ ଭଳି ଚାକିରି କରି ସ୍ୱଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼େ। ସେଥିପାଇଁ ସେ ହୋମଗାର୍ଡ ଚାକିରି ପାଇବା ପରେ କିଛି ଦିନ ପାଇଁ ଛାଡ଼ି ଦେଇଥିବା ନିଜର ସେ ପୁରୁଣା ବେପାର ପୁଣି ଥରେ ଆରମ୍ଭ କରନ୍ତି। ରାତି ସାରା ନିଜ ଡ୍ୟୁଟିକୁ ନିଖୁଣ ଭାବେ ନିଭେଇ ସକାଳୁ ଘରେ ପହଞ୍ଚି ଟିକେ ବିଶ୍ରାମ କରନ୍ତି ଆଉ ସମୟ ହୋଇଗଲେ ନିଜ ଠେଲା ଧରି ବାହାରି ପଡ଼ନ୍ତି। ଏମିତି ଜଣେ ମଣିଷ ଉପରେ ଆମର ନଜର ପଡ଼ିଥିଲା। ପୂର୍ବଦିନ ଖାକି ପୋଷାକ ପିନ୍ଧି ହୋମଗାର୍ଡ ଡ୍ୟୁଟି କରୁଥିବା ମଣିଷକୁ ଠେଲାରେ ଗୁପଚୁପ୍ ଆଉ ମୁଢ଼ି ବିକୁଥିବାର ଦେଖି ଆମ କ୍ୟାମେରା ଟିକେ ତାଙ୍କ ଆଡ଼କୁ ଚାଲି ଯାଇଥିଲା ଆଉ ତାଙ୍କଠୁ ଶୁଣିଥିଲୁ ତାଙ୍କ ଜୀବନର ସେ ସଂଘର୍ଷମୟ କାହାଣୀ। ଆସନ୍ତୁ ଆରମ୍ଭ କରିବା ସୁବର୍ଣ୍ଣପୁରରୁ ଦେବାନନ୍ଦ ମେଡଲିଙ୍କ ଏହି ସ୍ୱତନ୍ତ୍ର ରିପୋର୍ଟ। ନା ଦୁର୍ଯ୍ୟୋଧନ ଥାପା, ଘର ସୋନପୁର ଉପକଣ୍ଠ ବାବୁପାଲି ଗାଁରେ। ରାତିରେ ଡ୍ୟୁଟି କରନ୍ତି, ସନ୍ଧ୍ୟାରେ ଗୁପଚୁପ୍ ଓ ମୁଢ଼ି ବିକନ୍ତି ଆଉ ସମୟ ମିଳିଲେ ମଞ୍ଚରେ ଗୀତ ଗାଇବାକୁ ବି ଯାଆନ୍ତି। ଏ କାହାଣୀ ଏମିତି ଏକ ଯୁବକର କାହାଣୀ ଯିଏ ଆଜି ସବୁ ଯୁବ ସମାଜ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ। ହଁ ଆଜ୍ଞା, ଆମେ କହୁଛୁ ସୋନପୁର ସହର ଉପକଣ୍ଠ ବାବୁପାଲି ଗାଁର ଯୁବକ ଦୁର୍ଯ୍ୟୋଧନ ଥାପାଙ୍କ କଥା। ବୃତ୍ତିରେ ଜଣେ ଚାକିରିଆ, ସୁବର୍ଣ୍ଣପୁର ଜିଲ୍ଲା ଗୃହରକ୍ଷୀ ବିଭାଗରେ କାର୍ଯ୍ୟରତ ଅଛନ୍ତି। ହେଲେ ଚାକିରି ଥିଲେ ବି ସେ ଠେଲା ବ୍ୟବସାୟ କରୁଛନ୍ତି, ପୁଣି ମଞ୍ଚରେ ଗୀତ ବି ଗାଉଛନ୍ତି। ଏକାଧିକ ପ୍ରତିଭାର ଅଧିକାରୀ ଭାବରେ ଦୁର୍ଯ୍ୟୋଧନ ସୋନପୁର ସହରରେ ଏବେ ବେଶ୍ ପରିଚିତ। କାହିଁକିନା ସେ ବାର୍ତ୍ତା ଦେଉଛନ୍ତି ଜୀବନରେ କୌଣସି କାମ ଛୋଟ ନୁହେଁ। ଗୃହରକ୍ଷୀ ଭାବେ ଦୁର୍ଯ୍ୟୋଧନକୁ ରାତିରେ ଡ୍ୟୁଟି କରିବାକୁ ପଡ଼ିଥାଏ। ରାତିସାରା ନିଜ କର୍ତ୍ତବ୍ୟ ନିଷ୍ଠାର ସହ କରିଥାନ୍ତି। ସକାଳୁ ଘରକୁ ଆସିବା ପରେ ସାମାନ୍ୟ ବିଶ୍ରାମ ନେଇ ପୁଣି ଲାଗି ପଡ଼ନ୍ତି ମୁଢ଼ି ଓ ଗୁପଚୁପ୍ ତିଆରିରେ। ତାଙ୍କର ପରିବାର ଓ ପୁଅ ମଧ୍ୟ ତାଙ୍କୁ ଏହି ବେପାରରେ ସାହାଯ୍ୟ କରନ୍ତି। ସନ୍ଧ୍ୟାରେ ଗୁପଚୁପ୍ ଓ ମୁଢ଼ି ଠେଲା ଲଗାଇ ଲୋକଙ୍କୁ ଖାଇବାକୁ ଦିଅନ୍ତି। ଦୁର୍ଯ୍ୟୋଧନଙ୍କ କହିବା ଅନୁସାରେ ସେ ଚାକିରି କରିବା ଆଗରୁ ଏହି ଠେଲା ବ୍ୟବସାୟ କରୁଥିଲେ। ଚାକିରି ପାଇବା ପରେ କିଛି ଦିନ ପାଇଁ ବନ୍ଦ କରିଦେଇଥିଲେ ଏହି ବେପାର। କିନ୍ତୁ ଗୃହରକ୍ଷୀ ବିଭାଗର ସ୍ୱଳ୍ପ ଦରମା ଯୋଗୁଁ ପରିବାର ଚଳାଇବା ଦୁର୍ଯ୍ୟୋଧନକୁ କଷ୍ଟକର ହୋଇପଡ଼ିଥିଲା, ଯାହାଫଳରେ ସେ ପୁଣି ଥରେ ଏହି ବ୍ୟବସାୟକୁ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ। ସେହିଭଳି ଦୁର୍ଯ୍ୟୋଧନ ଜଣେ ଭଲ କଳାକାର ମଧ୍ୟ। ଅନେକ ମଞ୍ଚରେ ଗୀତ ଗାଇ ଶ୍ରୋତାଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଏଭଳି ଜଣେ ମହାନ ଭାବନାର ଅଧିକାରୀ ହେଉଛନ୍ତି ଦୁର୍ଯ୍ୟୋଧନ ଥାପା। ତାଙ୍କ ମତରେ କୌଣସି କାମ ଛୋଟ ନୁହେଁ। ସତରେ ଆଜିର ଯୁବପିଢ଼ିଙ୍କ ପାଇଁ ଦୁର୍ଯ୍ୟୋଧନ ଏକ ଉଦାହରଣ ସାଜିଛନ୍ତି। ଆଜ୍ଞା, ମୋ ନାଁ ଦୁର୍ଯ୍ୟୋଧନ ଥାପା ଆଉ ଆମର ଗାଁ ହଉଛି ବାବୁପାଲି, କଲାପଥର ପଞ୍ଚାୟତ, ଜିଲ୍ଲା ବି ସୋନପୁର। ଆଜ୍ଞା, ମୁଇଁ ରାତି 10টাରୁ ସକାଳ 6ଟା ତକ ଡ୍ୟୁଟି করছি। ଡ୍ୟୁଟି ସାଇଲା ପରେ ସେଟା ମୁଇଁ ଘରକେ ଆସିକରି ଗୁପଚୁପ୍ ଦଲା ଚିଟକା করছি। ଦଲା ଚିଟକା କରିକରି ବେଲା ବୁଲି କରିକରି ସେନୁ ଟାଇମ୍ ବାହାର କରିକରି ଫେରେ ମାର୍କେଟ ଯିବି। ମାର୍କେଟରୁ ଆସିକରି ଗାଧା ଖିଆ କରିକରି ଫେନ୍ ଠେଲା ଧରିକରି ଭାଜି আসি ইনকে আমার বিজু পট্টনায়ক ছকনিকে এনে বেপার পতর করমি। রাতি 9 বাজে দোকান বন্ধ করিকরি ঘরকে যাইকরি ফের ভাত মুঠে খাইকরি মু ফেরে পলাসি ডিউটি রাতি 10 ରୁ ସକାଳ 6ଟା। ଚାକିରି କେବେ କେନ କଲେନ ଆଉ ବ୍ୟବସାୟଟା କେବେ? ସାର୍ ଏଟା ମୁଁ ବ୍ୟବସାୟ କରୁଛେ, ଚାକିରିଟା କରୁଛେ ସାର୍ 19 ମସିହାରୁ ସାର୍। ଯେନ୍ଟା କଟକ ଭୁବନେଶ୍ୱର ଯେନ୍ଟା ବାତ୍ୟା ହେଇଥିଲା ସେ ଟାଇମ୍ରେ ମୁଇଁ ବିଡ଼ି ରାଉତ ସାହେବ ବୋଲିକିରି ସାହେବଟେ ଥିଲେ, ସେନ୍କେ ମୁଁ ଯାଇଥିଲି ସାହେବଙ୍କ ଘରକେ। ସେ ଟାଇମ୍ରେ ବାତ୍ୟା ହେଇଥିଲା 19 ମସିହାରେ। ଆଉ ସେ ଟାଇମ୍ରେ ମୁଇଁ ହୋମଗାର୍ଡରୁ ଅଛେ ସାର୍। ଆଉ ଆଜିକେ 2026 ଆଉ ବେପାରଟା ମୁଁ ଗାଁରେ ଥିଲାବେଳେ ବି କରୁଥିଲି। ଆମର ବାବୁପାଲି କଲାପଥର ଛକରେ ଲଗାଉଥିଲି। ସେଟା ମୁଢ଼ି, ଗୁପଚୁପ୍, ଚାଟ୍ ବିକୁଥିଲି। 3ଟା ଆଇଟମ୍ କରୁଥିଲି। ଆରୁ ଡ୍ୟୁଟି ବି ଆସୁଥିଲି। ଆଉ ସେ ଜିନିଷ କରିକିରି ମେଲୋଡ଼ି ପ୍ରୋଗ୍ରାମ ପତ୍ର ବି ଏନ୍ତା ଯାଉଥିଲି। କେନ୍ତା ଆମର ପାର୍ଟି ବେଲେ ଡାକଲେ ଯାଉଁ ଅମକାନେ ପ୍ରୋଗ୍ରାମ ହେବା ଜିମା ଯାଉଁ, ଠିକ୍ ଅଛେ। ସେ ଜାଗାକେ ବି ଯାଇକରି ପ୍ରୋଗ୍ରାମ ପତ୍ର ବି କରୁଥିଲି। ସମ୍ବଲପୁରୀ ଗୀତ ଗୁଦାକ ବି ଗାଆଗୁଇ କରୁଥିଲି। ସାର୍ ମୁଁ ବହୁତ ପ୍ରୋଗ୍ରାମ ମାନେ ଗୀତ ମାନେ ଗାଲିନ। ଆମର ଏନେ ହଉଥିଲା ଆମର ସିଙ୍ଗାରୀ ହଉଥିଲା, ଝିକି ପାଖେ ସିଙ୍ଗାରୀ ଅଛେ। ସିଙ୍ଗାରୀରେ ବି ଆମର ରାଜକୁମାର ଭାଇ ଗୋଟେ ଆମର ହୋମଗାର୍ଡ ପିଲାଟେ, ସେ ବି ହୋମଗାର୍ଡରେ ଥିଲେ। ସେମାନେ ବି ମତେ ଡାକିଥିଲେ ଯେ ଭାଇ ଏନ୍ତା ଏନ୍ତା କଥା, ଆମର ଷ୍ଟେଜ ପ୍ରୋଗ୍ରାମ ଅଛି ଆରୁ ତୁମେ ଟିକେ ଆସିବ ଆଉ ଗୀତ ଗୋତା ଟିକେ ଗାଆଗୁଇ କରିବ ବୋଲି କହିଥିଲେ। ଆଉ ମୋର ତାଙ୍କର ସାଙ୍ଗେ ବି ଯାଇଥିଲି, ସେନେ ବି ଗୀତ ପ୍ରୋଗ୍ରାମ ପତ୍ର ଗାଇଥିଲି। ତାପରେ ଆମର ସୋନପୁରରେ ବି 2-3ଟା ପ୍ରୋଗ୍ରାମରେ ମୁଇଁ ଉମା ଦାସ ସାଙ୍ଗେ ଗାଇଛେ, ତାଙ୍କର ଷ୍ଟେଜରେ ଗାଇଛେ। ଶାନ୍ତନୁ ସାହୁ ଦାସ ପ୍ରୋଗ୍ରାମରେ ବି ଗାଇଛେ।
ତାପରେ ମା ମେଲୋଡିରେ ବି ତାଙ୍କର ଆମର ପୁଷ୍ପମୁଖୀ ଦା ତାଙ୍କର ପ୍ରୋଗ୍ରାମରେ ବି ଗୀତ ଗାଇଛେ ହଁ ବହୁତ ଏନ୍ତା ଆଶା ଯା କରିକିରି ସବୁଗୁଡାକ ଟାଇମ୍ ବାହାର କରିକିରି ଗୀତ ଗୁତା ବି ଗାଇ ଯାଇସୁ। ସୁବର୍ଣ୍ଣପୁରରୁ ଦେବାନନ୍ଦ ମେଣ୍ଡଲଙ୍କ ରିପୋର୍ଟ ଏ ୱାନ୍ ଓଡ଼ିଆ।